ବାହାଘର ପରେ ପ୍ରଥମ ଥର ନିଜ ବାପ ଘରକୁ ଫେରିଲେ ରାଜଶ୍ରୀ। ଓଡ଼ିଆ ଅଭିନେତ୍ରୀ ରାଜଶ୍ରୀଙ୍କୁ ଆପଣମାନେ ବହୁତ ସାରା ସିରିଏଲରେ ସୁନ୍ଦର ଅଭିନୟ କରିଥିବାର ଦେଖିବାକୁ ପାଇଥିବେ। ତାହେଲେ ଅଷ୍ଟମଙ୍ଗଳାରେ ଏବେ ବାପ ଘରକୁ ଆସିଛନ୍ତି ରାଜଶ୍ରୀ। ଗତ କିଛି ଦିନ ପୂର୍ବେ ରାଜଶ୍ରୀଙ୍କ ବାହାଘର ହୋଇଥିଲା। ବାହାଘରରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏହି ବାହାଘରରେ ବହୁତ ଏନ୍ଜୟ କରିଥିବାର ଦେଖା ଦେଇଥିଲେ। ତାହେଲେ ବାହାଘର ପରେ ଏବେ ଗୋଟିଏ ଓଡ଼ିଆ ଘରର ବୋହୂ ପାଲଟି ଯାଇଛନ୍ତି ରାଜଶ୍ରୀ। ରାଜଶ୍ରୀଙ୍କୁ ଆପଣମାନେ ମଙ୍ଗୁଳା କନ୍ୟା ସିରିଏଲରେ ଅଭିନୟ କରିଥିବାର ଦେଖିବାକୁ ପାଇଥିବେ। ସିରିଏଲ ଛଡ଼ା ସେ ବହୁତ ସାରା ଆଲବମ୍ରେ ବି ମଧ୍ୟ ଅଭିନୟ କରିସାରିଛନ୍ତି। ରାଜଶ୍ରୀ ଏବେ ପ୍ରଥମ ଥର ପାଇଁ ନିଜ ସ୍ୱାମୀଙ୍କ ସହିତ ବାହାଘର ପରେ ବାପ ଘରକୁ ଆସିଛନ୍ତି। ବାପ ଘରେ ରାଜଶ୍ରୀ ଆଉ ତାଙ୍କ ସ୍ୱାମୀଙ୍କର ଭରପୁର ସ୍ୱାଗତ କରାଯାଇଥିଲା। ଆଉ ସମସ୍ତେ ରାଜଶ୍ରୀଙ୍କ ଘରକୁ ଫେରିବାରେ ଖୁସି ମନାଇଥିଲେ। ତାହେଲେ ଏବେ ରାଜଶ୍ରୀ ଗୋଟିଏ ଦିନରେ ଘରକୁ ଆସି ନିଜ ଶାଶୁ ଘରକୁ ଚାଲି ଯାଇଛନ୍ତି। ବାହାଘରକୁ ଏବେ ପ୍ରାୟ 10 ଦିନ ହୋଇଗଲାଣି। ବାହାଘର ପରେ ଏବେ ରାଜଶ୍ରୀ ନିଜ ଶାଶୁ ଘରେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ଦେଖା ଦେଇଛନ୍ତି। ରାଜଶ୍ରୀଙ୍କ ବାହାଘର ବହୁତ ଧୁମଧାମରେ ହୋଇଥିଲା, ଯେଉଁଥିରେ ଓଲିଉଡର ବହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇଥିଲେ। ତାହେଲେ ରାଜଶ୍ରୀ ଏବେ ବାହା ହୋଇସାରିଛନ୍ତି। ବାହାଘର ପରେ ଆଉ ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ଅଭିନୟ କରୁଥିବାର ଦେଖା ଦେଇନାହାନ୍ତି। ଗୋଟେ ଇଣ୍ଟରଭ୍ୟୁରେ ରାଜଶ୍ରୀ କହିଛନ୍ତି କି ସେ ଏବେ ନିଜ ମ୍ୟାରିଟାଲ ଲାଇଫକୁ ଏନ୍ଜୟ କରିବା ପାଇଁ ଚାହିଁଛନ୍ତି। ଆଉ କିଛି ଦିନ ପରେ ସେ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବେ। କିନ୍ତୁ ଏବେ ସେ ନିଜ ପରିବାର ଓ ଶାଶୁଘର ଲୋକଙ୍କ ଯତ୍ନ ନେଉଥିବାର ନଜର ଆସିବେ। ତାହେଲେ ଫ୍ରେଣ୍ଡସ୍, ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ରାଜଶ୍ରୀ କେମିତି ଲାଗନ୍ତି, ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଇଭଳି ଓଲିଉଡ ସମ୍ବନ୍ଧିତ ଟିକିନିକି ଖବର ବିଷୟରେ ଅଧିକ ଜାଣିବାକୁ ଗଲେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ।